तुमेव माता स पिता तुमेवं तुमेव बन्धु स सखा तुमेवं तुमेव विद्या देवळं तुमेव सर्वदेव नमदेव देवम्। अथ तृतीय अध्याय। पितांकर यज्ञ उत्सवरे जोग देवा पाई सतींकर इच्छा। मुनिवर मैत्रेय कहिले, हे विदुर, एहीपरि भावरे सेई ज्वाई ओ शशुरंकर पारस्परिक विद्वेष भावना मध्यरे बहु काल बीतीगला। ए भितरे ब्रह्मा दक्षଙ୍କୁ समस्त प्रजापतिंकर अधिपति करि देइथांती। ता फलरे दक्षଙ୍କର गर्व आहुरी बढ़ी जाइथाए। से शिवଙ୍କୁ तथा तांकर समर्थक अन्यान्य ब्रह्मनिष्ठ मानଙ୍କୁ यज्ञ भाग न देई सेमानଙ୍କୁ निंदा अपमान करिबा उद्देश्य प्रथमे बाजपेय यज्ञ कले एवं तापरे बृहस्पति शव नामक एक महायज्ञ आरंभ कले। ସେହି ଯଜ୍ଞ ଉତ୍ସବରେ ଯୋଗ ଦେବାକୁ ସକଳ ବ୍ରହ୍ମର୍ଷି ଦେବର୍ଷି ପିତୃପୁରୁଷ ଦେବତା ପ୍ରଭୃତି ନିଜ ନିଜ ପତ୍ନୀମାନଙ୍କ ସହିତ ଆସି ପହଞ୍ଚିଗଲେ। ସେମାନେ ସମସ୍ତେ ମିଶି ସେଠାରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କଲେ ଏବଂ ଦକ୍ଷ ସେହି ସମସ୍ତଙ୍କୁ ସ୍ୱାଗତ ସତ୍କାର କଲେ। ସେତେବେଳେ ଆକାଶ ମାର୍ଗରେ ଯାଉଥିବା ଦେବତାମାନେ ସେହି ଯଜ୍ଞ ବିଷୟରେ ନିଜ ନିଜ ମଧ୍ୟରେ ଚର୍ଚ୍ଚା କରୁଥାନ୍ତି। ଦକ୍ଷ କୁମାରୀ ସତୀ ସେହିମାନଙ୍କ ମୁଖରୁ ଶୁଣିବାକୁ ପାଇଲେ ଯେ ତାଙ୍କ ପିତା ଏକ ବିରାଟ ଯଜ୍ଞ ଅନୁଷ୍ଠାନ କରୁଛନ୍ତି। ସେ ଦେଖିବାକୁ ବି ପାଇଲେ ଯେ ତାଙ୍କର ନିବାସ ସ୍ଥାନ କୈଳାସ ପାଖ ଦେଇ ବିଭିନ୍ନ ଦିଗରୁ ବିମାନ ସବୁ ଯାଉଛି। ଯକ୍ଷ ଗନ୍ଧର୍ବ ଓ କିନ୍ନର ପ୍ରଭୃତିଙ୍କ ଚଞ୍ଚଳ ନୟନା ସ୍ତ୍ରୀମାନେ କାନରେ କୁଣ୍ଡଳ ଓ କଣ୍ଠରେ ହାର ଆଦି ଆଭୂଷଣ ପିନ୍ଧି ସଜବାଜ ହୋଇ ନିଜ ନିଜ ସ୍ୱାମୀମାନଙ୍କ ସହିତ ସେହି ବିମାନ ଗୁଡ଼ିକରେ ବସି ଯଜ୍ଞ ଉତ୍ସବ ଦେଖିବାକୁ ଯାଉଛନ୍ତି। ତାହା ଦେଖି ତାଙ୍କ ମନରେ ମଧ୍ୟ ଯଜ୍ଞ ଦେଖି ଯିବାକୁ ଉତ୍ସାହ ଜାଗିଲା। ତେଣୁ ସେ ତାଙ୍କ ସ୍ୱାମୀ ଭଗବାନ ଭୂତନାଥଙ୍କୁ କହିଲେ। ସତୀ କହିଲେ, ବାମଦେବ ଶୁଣନ୍ତୁ। ବାମଦେବ ଶୁଣୁଛି। ଆପଣଙ୍କର ଶ୍ୱଶୁର ଦକ୍ଷ ପ୍ରଜାପତିଙ୍କର ଘରେ ଏକ ବିରାଟ ଯଜ୍ଞ ଉତ୍ସବ ହେଉଛି। ସବୁ ଦେବାଦେବୀ କିପରି ସେଠାକୁ ଚାଲୁଛନ୍ତି ଦେଖୁନାହାନ୍ତି। ଯଦି ଆପଣ କହନ୍ତେ ଆମେ ବି ଯଜ୍ଞ ଦେଖିବାକୁ ସେଠାକୁ ଯାଆନ୍ତେ। ଏହି ଅବସରରେ ଆତ୍ମୀୟ ସ୍ୱଜନଙ୍କୁ ଦେଖିବା ନିମନ୍ତେ ମୋର ଭଉଣୀମାନେ ବି ସେମାନଙ୍କର ବରମାନଙ୍କ ସହିତ ଏହି ଅବସରରେ ଆତ୍ମୀୟ ସ୍ୱଜନଙ୍କୁ ଦେଖିବା ନିମନ୍ତେ ମୋ ଭଉଣୀମାନେ ବି ସେମାନଙ୍କ ବରମାନଙ୍କ ସହିତ ନିଶ୍ଚୟ ସେଠାକୁ ଆସିଥିବେ। ମୁଁ ଭାବୁଛି ମୁଁ ବି ଆପଣଙ୍କ ସହିତ ସେଠାକୁ ଯାଆନ୍ତି ଏବଂ ମୋର ବାପା ବୋଉ ଦେଉଥିବା ଗହଣା ଗାଣ୍ଠି ଲୁଗାପଟା ଓ ଅନ୍ୟାନ୍ୟ ଉପହାର ଆଣନ୍ତି। ସେଠାକୁ ଯାଇ ନିଜ ନିଜ ସ୍ୱାମୀଙ୍କ ଦ୍ୱାରା ସମ୍ମାନିତ ହୋଇ ଆସିଥିବା ମୋର ଭଉଣୀମାନଙ୍କୁ ତଥା ମୋର ମାଉସୀମାନଙ୍କୁ ଓ ସ୍ନେହମୟୀ ମାଙ୍କୁ ଦେଖି ଆସିବାକୁ ବହୁଦିନ ହେଲା ମୋର ମନ ଉତ୍ସୁକ ହେଉଛି। ହେ କଲ୍ୟାଣମୟ, ତା ଛଡ଼ା ସେଠାରେ ମହର୍ଷିମାନେ ଆୟୋଜନ କରିଥିବା ଶ୍ରେଷ୍ଠ ଯଜ୍ଞ ବି ଦେଖିବାକୁ ମିଳିବ। ହେ ଅଜନ୍ମା ପ୍ରଭୁ, ଆପଣ ହେଉଛନ୍ତି ଜଗତ ଉତ୍ପତ୍ତିର ହେତୁ। ଆପଣଙ୍କୁ ମାୟାରେ ରଚିତ ଏହି ପରମ ଆଶ୍ଚର୍ଯ୍ୟମୟ ତ୍ରିଗୁଣାତ୍ମିକ ଜଗତ ଆପଣଙ୍କ ଅଙ୍ଗରେ ହିଁ ପରିଦୃଶ୍ୟମାନ ହେଉଛି। କିନ୍ତୁ ସ୍ୱାମୀ ଭାବ ହେତୁ ମୁଁ ଆପଣଙ୍କ ତତ୍ତ୍ୱ
ଖଡ଼ ଖଡ଼ କରନେଲେ ଆପଣଙ୍କର ମାୟାରେ ରଚିତ ଏହି ପରମ ଆଶ୍ଚର୍ଯ୍ୟମୟ ତ୍ରିଗୁଣାତ୍ମିକ ଜଗତ ଆପଣଙ୍କ ଅଙ୍ଗରେ ହିଁ ପରିଦୃଶ୍ୟମାନ ହେଉଛି। କିନ୍ତୁ ସ୍ୱାମୀ ଭାବ ହେତୁ ମୁଁ ଆପଣଙ୍କ ତତ୍ତ୍ୱ ବିଷୟରେ ଅନଭିଜ୍ଞ। ପୁଣି ମୁଁ ଅତ୍ୟନ୍ତ ଅଧମ। ତେଣୁ ଏହି ଅବସରରେ ମୋର ଜନ୍ମଭୂମି ଦେଖିବାକୁ ବିଶେଷ ଇଚ୍ଛା ହେଉଛି। ହେ ଅଜନ୍ମା ନୀଳକଣ୍ଠ, ଦେଖନ୍ତୁ, ଏମାନଙ୍କ ଭିତରେ ଏହିଭଳି ବି କେତେକ ସ୍ତ୍ରୀ ଅଛନ୍ତି ଯେଉଁମାନଙ୍କର ଦକ୍ଷଙ୍କ ସଙ୍ଗେ କୌଣସି ପ୍ରକାର ସମ୍ପର୍କ ନାହିଁ, ତଥାପି ସେମାନେ ସଜବାଜ ହୋଇ ନିଜ ନିଜ ସ୍ୱାମୀମାନଙ୍କ ସହିତ ଦଳ ଦଳ ହୋଇ ଚାଲୁଛନ୍ତି। ଆହା, ସେଠାକୁ ଯାଉଥିବା ଦେବାଙ୍ଗ ନାମାଙ୍କର ରାଜହଂସ ତୁଲ୍ୟ ଶ୍ଵେତ ବିମାନଗୁଡ଼ିକରେ ଆକାଶମଣ୍ଡଳ କେତେ ସୁନ୍ଦର ନ ଦେଖାଯାଉଛି ସତେ! ହେ ସୁରଶ୍ରେଷ୍ଠ, ଏହିପରି ଅବସ୍ଥାରେ ବାପା ଘରେ ଉତ୍ସବ ହେଉଛି ବୋଲି ଖବର ପାଇଲେ ଝିଅର ମନ ସେହି ଉତ୍ସବରେ ଯୋଗଦେବାକୁ କାହିଁକି ବା ଆତୁର ନ ହେବ କହିଲ? ପତି, ଗୁରୁ ଓ ମାତା ପିତାଙ୍କ ଘରକୁ ତ ବିନା ନିମନ୍ତ୍ରଣରେ ବି ଯାଇ ହେବ। ତେଣୁ ହେ ଦେବ, ଆପଣ ପ୍ରସନ୍ନ ହୋଇ ମୋର ସେଠାକୁ ଯିବାର ଇଚ୍ଛା ପୂର୍ଣ୍ଣ କରନ୍ତୁ। ଆପଣ ବଡ଼ କରୁଣାମୟ, ସେଥିପାଇଁ ତ ପରମ ଜ୍ଞାନୀ ହୋଇ ମଧ୍ୟ ଆପଣ ମୋତେ ଅର୍ଦ୍ଧାଙ୍ଗିନୀ ରୂପରେ ସ୍ୱୀକାର କରିଛନ୍ତି। ତେଣୁ ମୋର ଏହି ମାଗୁଣି ପ୍ରତି ଟିକିଏ କର୍ଣ୍ଣପାତ କରି ମୋତେ ଅନୁଗୃହୀତ କରନ୍ତୁ। ମୁନିବର ମୈତ୍ରେୟ କହିଲେ, ଭୋଳାନାଥ ତ ସମସ୍ତଙ୍କର ସୁହୃଦ ଓ ପ୍ରିୟ। ପ୍ରିୟା ସତୀ ଏହିପରି ପ୍ରାର୍ଥନା କରିଥିବାରୁ ତାଙ୍କର ଦକ୍ଷ ପ୍ରଜାପତିଙ୍କର ସେହି ମର୍ମଭେଦୀ ଦୁର୍ବଚନରୂପୀ ଶରାଘାତ କଥା ମନେ ପଡ଼ିଗଲା, ଯାହାକି ସେ ସମସ୍ତ ପ୍ରଜାପତିମାନଙ୍କ ଆଗରେ ତାଙ୍କ ପ୍ରତି ପ୍ରୟୋଗ କରିଥିବା। ତେଣୁ ସେ ଟିକିଏ ହସିଦେଇ କହିଲେ, ଭଗବାନ ଶିବ କହିଲେ, ସୁନ୍ଦରୀ, ତୁମେ ଯେଉଁ କହିଲ ଯେ ବିନା ନିମନ୍ତ୍ରଣରେ ବି ବନ୍ଧୁ ଘରକୁ ଯାଇହେବ, ତାହା ତ ଠିକ୍, କିନ୍ତୁ ସେହିପରି ଯିବାଟା କେବଳ ସେହି କ୍ଷେତ୍ରରେ ଠିକ୍ ହେବ ଯେଉଁ କ୍ଷେତ୍ରରେ କି ଉକ୍ତ ବନ୍ଧୁଙ୍କ ଦୃଷ୍ଟି ଘୋର ଦୋହାଭିମାନଜନିତ ମଦ ଓ କ୍ରୋଧ ହେତୁ ଦୋଷପୂର୍ଣ୍ଣ ଓ ଦୋଷଯୁକ୍ତ ହୋଇଯାଇ ନଥାଏ। ସତ୍ପୁରୁଷମାନଙ୍କ ନିମନ୍ତେ ବିଦ୍ୟା, ତପ, ଧନ, ବଳିଷ୍ଠ ଶରୀର, ଯୁବାବସ୍ଥା ଓ ଉଚ୍ଚ କୁଳ ଏହି ଛଅଟି ହେଉଛି ସଦ୍ଗୁଣ। କିନ୍ତୁ ନୀଚ ପୁରୁଷମାନଙ୍କ ନିମନ୍ତେ ଏହି ଛଅଟି ଅବଗୁଣରେ ପରିଣତ ହୋଇଯାଏ। ସତ୍ପୁରୁଷମାନଙ୍କ ନିମନ୍ତେ ବିଦ୍ୟା, ତପ, ଧନ, ବଳିଷ୍ଠ ଶରୀର, ଯୁବାବସ୍ଥା ଓ ଉଚ୍ଚ କୁଳ ଏହି ଛଅଟି ହେଉଛି ସଦ୍ଗୁଣ। କିନ୍ତୁ ନୀଚ ପୁରୁଷମାନଙ୍କ ନିମନ୍ତେ ଏହି ଛଅଟି ଅବଗୁଣରେ ପରିଣତ ହୋଇଯାଏ। କାରଣ ଏସବୁ ପାଇଗଲେ ନୀଚ ପୁରୁଷର ଅଭିମାନ ବଢ଼ିଯାଏ, ତାର ଦୃଷ୍ଟି ଦୋଷଯୁକ୍ତ ହୋଇଯାଏ ଏବଂ ବିବେକ ଶକ୍ତି ନଷ୍ଟ ହୋଇଯାଏ। ଏହିସବୁ ଫଳରେ ସେ ମହାପୁରୁଷମାନଙ୍କର ମହତ୍ତ୍ୱ ଦେଖି ସହିପାରେ ନାହିଁ। ତେଣୁ ଯେଉଁ ଲୋକ ନିଜ ଘରକୁ ଆସିଥିବା ଲୋକଙ୍କୁ ଭୃକୁଟି କୁଟିଳ କରି କ୍ରୋଧପୂର୍ଣ୍ଣ ନୟନରେ ଦେଖେ, ସେହିଭଳି ଅବ୍ୟବସ୍ଥିତ ଲୋକଙ୍କ ଘରକୁ ଏ ମୋର ବନ୍ଧୁ ବୋଲି ଭାବି କେବେ ବି ଯିବା ଉଚିତ ନୁହେଁ। ହେ ଦେବୀ, କୁଟିଳ ବୁଦ୍ଧିଯୁକ୍ତ ସ୍ୱଜନଙ୍କ କୁଟିଳ ବଚନ ପ୍ରାଣୀଙ୍କୁ ଯେପରି ଆଘାତ କରେ, ଶତ୍ରୁର ବାଣ ତୀର ଆସି ବିନ୍ଧି ହୋଇଗଲେ ମଧ୍ୟ ସେହିପରି ଆଘାତ ଲାଗେ ନାହିଁ। କାରଣ ବାଣ ବାଜି ଶରୀରର କ୍ଷତବିକ୍ଷତ ହୋଇଗଲେ ତ
କୌଣସି ପ୍ରକାରେ ନିଦ୍ରା ଆସିଯାଏ। କିନ୍ତୁ ମର୍ମ ସ୍ଥାନରେ କୁବାକ୍ୟ ବାଜିଗଲେ ମନୁଷ୍ୟର ହୃଦୟ ପୀଡ଼ା ଦିନ ରାତି ଛଟପଟ ହୁଏ। ସୁନ୍ଦରୀ, ଅବଶ୍ୟ ମୁଁ ଜାଣେ ଯେ ତୁମେ ହେଉଛ ପରମ ସମୃଦ୍ଧିଶାଳୀ ଦକ୍ଷ ପ୍ରଜାପତିଙ୍କର ସବୁଠାରୁ ଗେହ୍ଲା ଝିଅ। ତଥାପି ତୁମେ ମୋର ଆଶ୍ରିତା ହୋଇଥିବାରୁ ତୁମକୁ ପିତାଙ୍କ ଠାରୁ କୌଣସି ଆଦର ସମ୍ମାନ ମିଳିବ ନାହିଁ। କାରଣ ମୋ ନାଁ ଶୁଣିବା ମାତ୍ରେ ସେ କ୍ରୋଧାଳନ ହୋଇଯାଆନ୍ତି। ମହାପୁରୁଷମାନେ ହେଉଛନ୍ତି ଜୀବର ଚିତ୍ତବୃତ୍ତିର ସାକ୍ଷୀ ଏବଂ ଅହଙ୍କାର ଶୂନ୍ୟ। ସେହିପରି ମହାପୁରୁଷଙ୍କର ସମୃଦ୍ଧି ଦେଖି ଯାହାର ହୃଦୟରେ ঈର୍ଷା ଓ ଇନ୍ଦ୍ରିୟମାନଙ୍କର ବ୍ୟଥା ଜାତ ହୁଏ, ସେ ଲୋକ ମହାପୁରୁଷଙ୍କ ପ୍ରତି ଉଚ୍ଚ ପଦ ତତ ସହଜରେ ପାଏ ନାହିଁ। ବରଂ ଦୈତ୍ୟମାନେ ଶ୍ରୀହରିଙ୍କୁ ଦୋଷ କରିବା ପରି ସେ କେବଳ ହିଂସାରେ ଅଗ୍ନିରେ ଜଳେ। ହେ ସୁମାଧ୍ୟମା, ପ୍ରଜାପତିମାନଙ୍କର ସଭାରେ ମୁଁ କାହିଁକି ତାଙ୍କୁ ସମ୍ମାନ ଦେଲି ନାହିଁ ବୋଲି ତୁମେ ପଚାରିପାର। ଶୁଣ, ଲୋକଙ୍କ ଆଗକୁ ଯିବା, ନମ୍ରତା ଦେଖାଇବା, ପ୍ରଣାମ କରିବା ଆଦି ଯେଉଁ ଲୌକିକ ବ୍ୟବହାର ପ୍ରଦର୍ଶନ କରାଯାଏ, ତତ୍ତ୍ୱଜ୍ଞାନୀମାନେ ତାହା ଆହୁରି ଭଲ ଭାବରେ ଜାଣନ୍ତି। ସେମାନେ ଦେହାଭିମାନୀ ପୁରୁଷଙ୍କୁ ପ୍ରଣାମ ଇତ୍ୟାଦି ନ କରି ଅନ୍ତର୍ଯ୍ୟାମୀ ରୂପରେ ସମସ୍ତଙ୍କ ଅନ୍ତଃକରଣରେ ରହିଥିବା ପରମ ପୁରୁଷ ବାସୁଦେବକୁ ହିଁ ପ୍ରଣାମିତ କରନ୍ତି। ବିଶୁଦ୍ଧ ଅନ୍ତଃକରଣର ନାମ ହିଁ ବାସୁଦେବ। କାରଣ ସେହିପରି ବିଶୁଦ୍ଧ ଅନ୍ତଃକରଣରେ ଭଗବାନ ବାସୁଦେବଙ୍କ ଅପେକ୍ଷା ପ୍ରତ୍ୟକ୍ଷ ଅନୁଭବ ସମ୍ଭବ ହୋଇଥାଏ। ସେମାନେ ଦେହାଭିମାନୀ ପୁରୁଷଙ୍କୁ ପ୍ରଣାମ ଇତ୍ୟାଦି ନ କରି ଅନ୍ତର୍ଯ୍ୟାମୀ ରୂପରେ ସମସ୍ତଙ୍କୁ ଅନ୍ତଃକରଣରେ ରହିଥିବା ପରମ ପୁରୁଷ ବାସୁଦେବକୁ ହିଁ ପ୍ରଣାମିତ କରନ୍ତି। ବିଶୁଦ୍ଧ ଅନ୍ତଃକରଣର ନାମ ହିଁ ବାସୁଦେବ। କାରଣ ସେହିପରି ବିଶୁଦ୍ଧ ଅନ୍ତଃକରଣ ଭଗବାନ ବାସୁଦେବଙ୍କୁ ଅପେକ୍ଷା ପ୍ରତ୍ୟକ୍ଷ ଅନୁଭବ ସମ୍ଭବ ହୋଇଥାଏ। ଶୁଦ୍ଧ ଚିତ୍ତରେ ସ୍ଥିତ ହୋଇ ଇନ୍ଦ୍ରିୟତ ଭଗବାନଙ୍କୁ ହିଁ ମୁଁ ନମସ୍କାର କରେ। ପ୍ରଜାପତିମାନଙ୍କର ଯଜ୍ଞରେ ମୁଁ କୌଣସି ଅପରାଧ କରିନଥିଲେ ମଧ୍ୟ ଦକ୍ଷ ମୋତେ କଟୁବାକ୍ୟରେ ଭର୍ତ୍ସନା କଲେ। ସେ ତୁମର ଜନ୍ମଦାତା ପିତା ହୋଇ ମଧ୍ୟ ମୋ ପ୍ରତି ଶତ୍ରୁତା କରନ୍ତି। ତେଣୁ ତୁମେ ତାଙ୍କୁ କିମ୍ବା ତାଙ୍କର ଅନୁଗାମୀମାନଙ୍କୁ ଦର୍ଶନ କରିବାର ବିଚାର ମଧ୍ୟ ମନରେ ପୋଷଣ କର ନାହିଁ। ଯଦି ତୁମେ ମୋର କଥା ନ ମାନି ସେଠାକୁ ଯିବ, ତେବେ ଜାଣ ତୁମ ଅପେକ୍ଷା ତାହାର ମଙ୍ଗଳକାର ହେବ ନାହିଁ। ଯଦି ତୁମେ ମୋ କଥା ନ ମାନି ସେଠାକୁ ଯିବ, ତେବେ ଜାଣ ତୁମ ପକ୍ଷରେ ତାହା ମଙ୍ଗଳକାରକ ହେବ ନାହିଁ। କାରଣ ଯଦି ଆତ୍ମୀୟ ସୁଜନଙ୍କ ଦ୍ୱାରା କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅପମାନିତ କରାଯାଏ, ତେବେ ତାହା ତୁରନ୍ତ ତାହାର ମୃତ୍ୟୁର କାରଣ ହୋଇଥାଏ। ଇତି ଶ୍ରୀ ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟେ ଚତୁର୍ଥ ସ୍କନ୍ଧେ ଉମା ରୁଦ୍ର ସଂବାଦେ ତୃତୀୟାଧ୍ୟାୟ।